ଇଏ ଆମ କୋଳିଗାଁ ପଞ୍ଚସଖା ମୁନି ମହାରାଜ। ଇଏ ପୁରା ନାଲା ବସ୍ତ୍ର ପିନ୍ଧିଛନ୍ତି, ପୁରା ଡେଞ୍ଜର ବାବା। ଇଏ ସବୁ ରୋଗ ଦେଇପାରିବେ, ଆଙ୍କୁ ଯେତେ ଭକ୍ତି କରିବ ସେତେ ପାଇବ। ଆଉ ଆମ କୋଳିଗାଁ ଭକ୍ତଙ୍କ ଗହଣରେ ବାବା ବହୁତ ଶୋଭା ପାଇବେ। ଆଉ ସେଠି ତ ଧାନ ମଣ୍ଡି ବି ହେଉଛି ସରକାରଙ୍କର। ସେ ଧାନ ମଣ୍ଡି କତର ସେ ହିସାବ ରଖିବେ, ଲକ୍ଷ୍ୟ କରିକି ଟିକେ କାରବାର କରିବେ। ଆଉ ଇଏ ବାବା ବହୁତ ଭଲ ଦେଖା ହେଉଛନ୍ତି। ଆଙ୍କର ଦାଢ଼ି ପୁରା ପାଚି ନାହିଁ, ଟିକେ ଟିକେ କଳା ଝାପ୍ସା ଝାପ୍ସା ଅଛି। ବାବା ତିଳକ ଜଟା, କମଣ୍ଡଳୁ, ଆଶାବାଡ଼ି ସବୁ ରଖିଛନ୍ତି। ଆଉ ହଉ, ମକର ପରେ ବାବାଙ୍କର ଆଶୀର୍ବାଦ ପଡ଼ୁ କୋଳିଗାଁ ଉପରେ, ବହୁତ ଲୋକ ଭଲରେ ରୁହନ୍ତୁ। ବାବାଙ୍କର ବହୁତ ଲୋଭ ଅଛି। ଜ୍ଞାନ ଭାଇ ଚୁଡ଼ା, ଟିକନା ଗୁଡ଼, ଭାଲୁଆ ଭାଇର କଦଳୀ। ଭାଲୁଆ ଭାଇ କଦଳୀଟା ଭଲ ଟେଷ୍ଟ ଲାଗେ, ତେଣୁ ବାବା ତାଙ୍କ ଉପରେ ତାଙ୍କରି ଭୋଗ ଖାଇକି ଭାରି ସନ୍ତୁଷ୍ଟ ହେବେ, ତେଣୁ ତାଙ୍କୁ କିଛି ବି ବର ଦେବେ। ଆଉ ତ ହାଟ ଚାଲିଛି, ହାଟର ଭାଇମାନଙ୍କୁ ବି ଆଶୀର୍ବାଦ ଦେବେ। ହାଟ ଭାଇମାନେ ଟିକେ ଦୟା କରିକି ଭଲ ରେଟ୍ ଟିକେ ଲଗାନ୍ତୁ, ଅତି ଚଢ଼ା ରେଟ୍ ନିଅନ୍ତୁ ନାହିଁ। ତେଣୁ ବାବା ସମସ୍ତଙ୍କୁ ମଙ୍ଗଳ କରିବେ। ଆମର ଆସନ୍ତା ବର୍ଷ, ଆଗାମୀ ବର୍ଷଟି ଭଲରେ ଯିବ। ତେଣୁ ବାବାଙ୍କ କୃପା ସମସ୍ତେ ଲାଭ କରନ୍ତୁ। ହ୍ୟାପି ମକର ଅଲ୍ ଅଫ୍ ୟୁ, ମାନେ ଇଂଲିଶ ଟିକେ କହୁଛୁ। ଆଉ ଏଇରକ ଚାଲିଛି। ଆଉ କିସ କରାଯିବ। ମକରର ବାବାଙ୍କର ଆବିର୍ଭାବ ହେଇଛି। ଏଠି ଆମର କାଶିଆ ଭାଇ ଜଣେ ଭାଇ, ସିଏ ମୁନିକି ଆଜି ଦୀର୍ଘ ଦିନ ଧରିକି ପୂଜା କରି ଆସୁଛନ୍ତି। ଯାହା ହଉ ତାଙ୍କର ବି ମଙ୍ଗଳ ହଉ କାଶିଆ ଭାଇଙ୍କର। ଆଉ ଏତିକି କହିକି ମକର ସଂକ୍ରାନ୍ତି ଉପଲକ୍ଷେ ଆପଣମାନଙ୍କୁ ଏଇ ଭେଟିଟି ଦେଲି। ଦେଖାଯାଉ ଆପଣଙ୍କର କେତେ ଶୁଭେଚ୍ଛା ଅଛି, ଦେଖାଯିବ।